ଚିନି 15 ଓ ପିଆଜ 8 ଟଙ୍କା ଶସ୍ତା। ସରକାରୀ ଛାଟ ପରେ ନୂଆ ଦର ତାଲିକା ଜାରି। ଦେଶରେ ବଢ଼ି ଚାଲିଥିବା ଚିନି ଓ ପିଆଜ ଦରରେ ବୁଧବାର ବ୍ରେକ୍ ଲାଗିଛି। ସପ୍ତାହକ ପୂର୍ବରୁ ଚିନି ଦର ଏକ୍ସ ଫ୍ୟାକ୍ଟରି ପ୍ରାଇସ୍ 68 ଟଙ୍କାକୁ ପହଞ୍ଚିଥିବା ବେଳେ ଏବେ ଏହା 53 ରୁ 55 ଟଙ୍କାକୁ ଆସିଛି। ମହାରାଷ୍ଟ୍ରରେ ଚିନିର ପାଇକାରୀ ଦର 51 ରୁ 52 ଟଙ୍କା ଓ କୋଲକାତାରେ କେଜି ପିଛା ଦର 53 ଟଙ୍କାକୁ ଆସିଛି। ତେବେ ଏହି ଦର ହ୍ରାସ ଲାଭ ଏବେ ଖାଉଟିଙ୍କ ପର୍ଯ୍ୟନ୍ତ ପହଞ୍ଚିନି। ଆମଦାନୀ ଚିନି କନ୍ସାଇନମେଣ୍ଟ ପହଞ୍ଚିବା ପରେ ଓ ବନ୍ଦରରେ ଷ୍ଟକ୍ ଚିନି ବଜାରକୁ ଆସିଲେ ଘରୋଇ କୋଟ ଯୋଗାଣ ବଢ଼ିଲେ ଚିନି ବଜାର ଉପରେ ଚାପ କମିବ ଓ ଖାଉଟିଙ୍କୁ ଏହାର ଲାଭ ମିଳିବ। ସରକାର ଅଗଷ୍ଟ ମାସ ଲାଗି ଆବଣ୍ଟିତ ଓ ଏପର୍ଯ୍ୟନ୍ତ ବଜାରକୁ ଆସିନଥିବା ଚିନି କୋଟା ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ବଜାରକୁ ଚିନି ଯୋଗାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। ସେହିପରି ଚିନି ଡିଲରଙ୍କୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଅଧିକତମ ଷ୍ଟକ୍ 400 ଟନ୍ ରଖିବାକୁ ସୀମା ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ ସେପ୍ଟେମ୍ବର 1 ତାରିଖରୁ ପାଇକାରୀ ବ୍ୟବସାୟୀ ମଧ୍ୟ 15 ଦିନରେ ଖର୍ଚ୍ଚକୁ ଅଧିକ ଚିନି ରଖିପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଚିନି ଷ୍ଟକ୍ ଯାଞ୍ଚ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏପର୍ଯ୍ୟନ୍ତ ଦେଶରେ 1000ରୁ ଅଧିକ ସ୍ଥାନରେ ଚଢ଼ଉ କଲାଣି। ଏହାର ପ୍ରଭାବ କଳାବଜାରୀଙ୍କ ଉପରେ ପଡ଼ିଛି। ଏଣୁ ଅଧିକ ଉପାର୍ଜନ ଆଶା ବାନ୍ଧିବାକୁ ବ୍ୟବସାୟୀ ମହଜୁଦ ଚିନି ବଜାରକୁ ଛାଡ଼ିଛନ୍ତି। ସରକାର ପିଆଜ ଦର ନିୟନ୍ତ୍ରଣ ପାଇଁ ଚିନି ଫର୍ମୁଲା ଉପଯୋଗ କରିଛନ୍ତି। ଏଣୁ 3 ଦିନ ମଧ୍ୟରେ ବଜାରରେ ପିଆଜ ଦର ହ୍ରାସ ଦେଖାଯାଇଛି। ପିଆଜର ସବୁଠାରୁ ବଡ଼ ବଜାର ନାସିକରେ ସୋମବାର କେଜି ପିଛା ଦର 50 ଟଙ୍କା ଥିଲା। ଏହା ବୁଧବାର ହ୍ରାସ ହୋଇ 42 ଟଙ୍କାକୁ ପହଞ୍ଚି ଯାଇଛି। 3 ଦିନରେ ପିଆଜ କେଜି ପିଛା ଦର 8 ଟଙ୍କା ଶସ୍ତା ହୋଇଛି। ଖାଉଟି ବେପାର ସଚିବ ନିଧି ଖରେ କହିଛନ୍ତି ଯେ ଦେଶରେ ପିଆଜର ଅଭାବ ନାହିଁ। ଘରୋଇ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ଚଳିତ ବର୍ଷ ପିଆଜ ଉତ୍ପାଦନ 307 ରୁ 37 ଲକ୍ଷ ଟନ୍ ରହିପାରେ ବୋଲି ଆକଳନ କରାଯାଇଛି। ଗତ ବର୍ଷ ଏହି ପରିମାଣ 307 ରୁ 67 ଲକ୍ଷ ଟନ୍ ପାଖାପାଖି ଥିଲା। ଏହାଛଡ଼ା ଦର ନିୟନ୍ତ୍ରଣ ପାଇଁ ସରକାର ବଫର ଷ୍ଟକରୁ ପିଆଜ କାଢ଼ି ବଜାରରେ ଛାଡ଼ିଛନ୍ତି। ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରାଞ୍ଚଳରେ କେଜି ପିଛା 35 ଟଙ୍କା ଦରରେ ପିଆଜ ଉପଲବ୍ଧ କରିବାକୁ ଯୋଜନା କରାଯାଉଛି।